ଯାହା କହିଦେଲ ନାରଦ ତୋରିତବହନ ଆଉ ଖୋଲି ଦେଇଥିଲେ ଜଟା ପୁଣି କୌମନ କେଉଁ ଆଡେ ଗଲା ଗାୟକ ରତନ ବୀଣାଟା ମିଳିଗଲା ନାରଦଙ୍କୁ ବୁଣ ଟା ଭାଇନା ମିଳିଗଲା ବୁଣ କିନ୍ତୁ ଜଟା ଦାଢି ତାଙ୍କର କେଉଁ ଆଡେ ଗଲା ଲଣ୍ଡା ହୋଇ କରି ନାରଦ ବୁଲୁଥିଲା ଆଉ କେଉଁ ଆଡେ ସେ ତ ଗଲା ରେ ଗେଲା ଜୁଲା ଏ ତ ହରିବଂଶ ପାଠ ଗଲା ଜଟା କହୁନି ତାଙ୍କର ସବୁ ଅସ୍ତ୍ରଟା ବି ମିଳିଗଲା ବିଣା ଅସ୍ତ୍ର ମିଳିଗଲା କିନ୍ତୁ ଦାଢି ଆଉ ଜଟା ଦାଢି ଜଟା ତ ମାୟା ରହିଥିଲେ ସେଇଟା ସେ ଲଣ୍ଡା କରିଥିଲେ ଯୋଉଟା କି ମୁଁ ଆପଣଙ୍କୁ କହୁଛି ଲକ୍ଷ୍ମୀ ନାମରେ କନ୍ୟା ହାଡିଆଣୀ ନିଜେ ଲକ୍ଷ୍ମୀ ଏକା ହାଡିଆଣୀ ହାଡି ହେଉଛି ତା ବାପା କି ନାରାୟଣ ହଉ ଆପଣ କଥା ବି ହଉ ଯଦି ଲକ୍ଷ୍ମୀ ଲଣ୍ଡା କରିଥିଲେ ସେ ଜଟା ଆଉ ଦାଢି କୁଆଡେ ଚୌରି ହେଲା ସଂସାରରେ ଚୌରି ଚୌରି ବୋଲି କହୁଛନ୍ତି ବାଳ ବେପାର ଯୋଉ ଲବଣ ଚୌରି କରୁଛନ୍ତି ମାମୁଁ ମାନେ ଏ ବାଳ କରି ବିକିଦେଲେ କି ନାଇଁ ଏବେ ହେଇଛି ଲବଣ ଚୋରି ହେଇକି ଜଗତରେ ଲବଣ ଚୋରି ମାମୁଁ ପକେଇବେ ସେ ଜଟା ଧାଡି ରହିଗଲା ନାରଦଙ୍କର ଆଉ ସେ କିଛି କଲେନି ଅପମାନ ପାଇଗଲେ ଭାଇନା ବଡ ଗେଲେ ଗେଲେ କଥାଟା କହୁଛି ନା ପୁରାଣ କଥା ଭାଇନା ସିରିୟସ ଲିଅ ଆଉ ରହିଛି ପୁଣି ଓକିଲ କଥାଟା ଟିକେ ସେ ପର୍ଯ୍ୟନ୍ତ ଯିବା ନା ଏଇଟା ବନ୍ଦ କରିବା ଆଜ୍ଞା ସିଏ ତ ବଡ ଓକିଲ ଆଜ୍ଞା କୋଉ ପିଲା ନାଇଁ ଜଟା ଦାଢି କଥାଟା ଟିକେ କହିଦିଅ କଣ ହେଇଥିଲା ସେଇଟା କହିବେ ଭାଇନା କଳିଯୁଗରେ କିସ ଅଛି ହୋଇ ଏ କଥା ପଚାରୁଛ ଦେବେ ମୋର ଭାଇ ବାଇ ଚଢେଇର ବସା ପୁଣି ଏ ନାରଦ ମୁନିବର ବାଇ ଚଢେଇ ବସା ପୁଣି କରିଲେ ଗଛର ଦାଢି ଯାକ ଥିଲା ବାଇ ଚଢେଇ ବସା କରିଛି ନାରଦଙ୍କର ଘର ଦ୍ୱାର ନାହିଁ ବାଇ ଚଢେଇ ଏଣୁ ବାଇ ଚଢେଇରେ ବସା ହେଇକି ଯୋଉ ଗଛର ଓହଳିକିରି ଗୋଟେ ରହୁଛି ସେଟା ଯୋଉ ଦାଢି ଭଳିଆ ଦୁଶି ସେ ହଉଛି ବାଇ ଚଢେଇ ମାନେ ଏଟା କୋଉ ପୁରାଣରେ ଲେଖା ହେଇଛି ମୁଁ କହିବ ମୁଁ କାଲି ଯାଇ ପଢିବି ଆଜ୍ଞା କାଲି ରାଉରକେଲା ଯିବି ନା ପଢିବି ନିଶ୍ଚୟ ପଢିବି କୋଉ ପୁରାଣରେ ଲେଖା ହେଇଛି କହିଲେ ଯେ ବାଇ ଚଢେଇ କଥାଟା ମୁଁ କାଲି ଯାଇ ପଢିବି ରାଉରକେଲା ହଉ ଆପଣ କୁହନ୍ତୁ କଣ ହେଇଛି ଆଜ୍ଞା ଏଇ ଜଣେ ବାବା ବସିଥିଲେ ପଳେଇଗଲେ ଲେଖିଲା ବିଷ୍ଣୁ ଆଜ୍ଞା ଆପଣ ପଢିଛନ୍ତି ବିଷ୍ଣୁ ପୁରାଣରେ ଲେଖା ଅଛି ବାଇ ମୁଁ ଯୋଉ କହୁଛି ଆପଣଙ୍କୁ ଡାବା ମାରିଆ କହୁଛି କାହିଁ କହୁଛି ନା ଆପଣ ବୁଝିବେନି ଯିଏ ନାରଦ ହଉଛନ୍ତି ବିଷ୍ଣୁଙ୍କ ମାୟାରେ ମାୟା ହେଇଛନ୍ତି ଆଉ ଗାଡି ସବୁ ରହିବ ନାରୀ ହେଇଗଲା ନାରୀ ହେଲେ ଦରକାର ଗାଡି ରହିବ କି ପାଣିରେ ପୁଣିଲେ ବିଷ୍ଣୁଙ୍କ ମାୟାରେ କେବେ ଗାଡି ମିଶ ରହିବ କି ନାରୀ ତ ହେଇଗଲା ଆଉ ଥର ତ ପୁରୁଷ ହେଇଗଲା ପୁରୁଷ ରୂପ ଧାରଣ ହେଲା ଆଉ ସେଠି ଯଦି ଆପଣ କୋଉ ପୁରାଣ ଲେଖିଥିଲେ କହିଦେଲେ ବିଷ୍ଣୁ ପୁରାଣରେ ଦାଢି ନିଶ କିଛି ନାହିଁ ଆମେ ପଢୁଛୁ ଚାର୍ଥ ନାହିଁ ପଢୁଛୁ ଆଜ୍ଞା ତୁଷ ବଟୁଟା କୋଉଠୁ ଆସିଲା ଯୋଉ ଧୂପ ଘାସଟାକୁ ଶୁଭରେ ଲାଗୁଥିଲା ଧୂପ ଘାସ ଆଉ ତୁଷ ବଟୁ ନାଇଁ ଖାଲି ଠିକାରେ ଟିକେ ଜଣେଇ ଦିଅନ୍ତୁ କୋଉଠୁ ଆସିଥାଇ କୃଷ୍ଣେ ବିଧବା ଯେତେ ନାରୀ ମଙ୍ଗଳ କାର୍ଯ୍ୟ ତାକୁ ବରି କୃଷ୍ଣେ ବିଧବା ଯେତେ ନାରୀ ମଙ୍ଗଳ କାର୍ଯ୍ୟ ତାକୁ ବରି ଆଜ୍ଞା ଧୂପ ବରକୋଳି ପତ୍ର ହୋଇଅଛି ଜନ୍ମ ସେ ଧୂପଟା ନୁହଁ ଆଜ୍ଞା ପୁଣି ସାମାନ୍ୟ ଯେବେ ଦାଢି ଗୋଟି ହୋଇଲା ଧୂପ ଗଛ ଯେବେ ଦାଢି ଗୋଟି ହୋଇବ ଧୂପ ଗଛ ହଁ କରୁଛି ସିନା ମନ ମାନୁନି ଦେଖ ହଁ କରିବି ଆଉ ଏହି ସଭାରେ କିନ୍ତୁ ମନ ମୋର ମାନୁ ନାହିଁ ଏଠାରେ କେମିତି କହିବି ହେଲା ଆଜ୍ଞା ହଁ କରିବି ସତ ହେଲେ ସାର୍ ଦେଖନ୍ତୁ ଦୁବ ଗଛ ହଉଛି ବିଷ୍ଣୁଙ୍କ ଠାରୁ ଜନ୍ମ ବରା ଅବତାର ହେଲେ ତାଙ୍କ ଲୋମରୁ ଜନ୍ମ ହେଲା ଦୁବ ଗଛ ଆପଣ ଆଉ ଗୋଟେ ଦେଖିବେ ଭାଗବତରେ ଆପଣ ଦେଖନ୍ତୁ ଘରେ ଘରେ ଯୋଉ ପିଲାଟାକୁ କଟା ହେଇଛି ଯୋଉ ପ୍ରିୟବର୍ତ୍ତୀ ତାର ମୁଣ୍ଡର କେଶ ଯାକ ଦୁବ ଗଛ କରି ମହାପ୍ରଭୁ ରଖିବେ ଜଗତ ଏଇଟା ଲେଖି ଶୁଣନ୍ତୁ ଆଉ ଆଗୁ ବଢିବନି ଆଜ୍ଞା ସାର୍ କହିଦିଅନ୍ତୁ ଆଜ୍ଞା କହିଦିଅନ୍ତୁ ଜଟାଟା ହେଇଛି କୁଶ ହେଲା ଏଇଟା ବିଷ୍ଣୁ ପୁରାଣରେ ଲେଖା ଆଜ୍ଞା ଅଛି ଜଟାଟା କଣ ହେଲା ଜଟା ହେଲା କୁଶ କୁଶ ଗଛ ହଁ କୁଶ ହେଲା ଧୂପ ହେଲା ଆଜ୍ଞା ହଉ ଜଟା ହେଲା କୁଶ ବଟୁ ପ୍ରଥମେ କିଏ ଆଗକୁ ବଢିବାନି ଯଦି ନାରଦଙ୍କ ଜଟା
ଗୋବର୍ଦ୍ଧନ ପର୍ବତ ଆଜ୍ଞା ହେଲା ହଉ ଆଜ୍ଞା ଦୁବ ଗଛ ଜଟାଟା ହେଇଗଲା କୁଶ ନାଇଁ କି ଆଜ୍ଞା ଦାଢିଟା ହେଇଗଲା ଦୁବ ଗଛ ସେଟା ହେଲା ଆଉ ଗୋଟେ କୁହନ୍ତୁ କଣ ଆଉ ସେପଟୁ ଯିବା ନା ଅନ୍ୟ ପ୍ରଶ୍ନ ଟିକେ ପଚାରିବା ହେଲା ସାର୍